कवितार समाहार कवितांजलिକୁ आपण ସମସ୍ତଙ୍କୁ ସ୍ୱାଗତ। କବିଙ୍କ ବିଷୟରେ ଜାଣିବା। କବି ଶରତ କୁମାର ଦାସଙ୍କ ବିଷୟରେ, ଯାହାଙ୍କ ଲେଖନୀରୁ ଅନେକ ଗୀତ ଆପଣମାନେ ଶୁଣିଛନ୍ତି ଆଉ ପସନ୍ଦ ମଧ୍ୟ କରିଛନ୍ତି। ମୁଁ ଯେ ତାଙ୍କ ବିଷୟରେ କ'ଣ ଅଧିକା କହିବି, ତାଙ୍କ ଲେଖାଗୁଡ଼ିକ ଖୁବ୍ ଜୀବନ୍ତ ଏବଂ ହୃଦୟସ୍ପର୍ଶୀ। ତେଣୁ ଏହି ଚ୍ୟାନେଲରେ ତାଙ୍କ କବିତାର ପିଢ଼ିକୁ ଖୋଲିବା। ଥରେ ଥରେ ଏମିତି ପରିସ୍ଥିତି ଆସେ, ଜାଣି ହୁଏନି ଏ ପରିସ୍ଥିତିରେ କେମିତି ମୁକାବିଲା କରିବି। ଅକସ୍ମାତ୍ କେହି ଜଣେ ଆସି ବଢ଼େଇ ଦିଏ ସାହାଯ୍ୟର ହାତ, ଟଳିଯାଏ ବିପଦ। ସେ ଦରଦୀ ମଣିଷକୁ କେବେ ଭୁଲି ହୁଏ ନାହିଁ, ସମ୍ପର୍କଟେ ଗଢ଼ି ଉଠେ। ଏଇଭଳି ଏକ ପରିସ୍ଥିତିକୁ ନେଇ କବି ଶରତ କୁମାର ଦାସଙ୍କ କଲମ ମୁନରୁ ଆଉ ଏକ କବିତା। ଆସନ୍ତୁ ଜାଣିବା କ'ଣ ରହିଛି ସେ କବିତାରେ। କବିତାର ଶୀର୍ଷକ ଅଟୋବାଲା। ଆଦିବାସୀ ଝିଅଟିଏ, ବୟସ 18। ବିକିସାରି ବୋଝକ ପରିବା ବସିଥିଲା ଅପେକ୍ଷାରେ। ଆସି ନଥିଲା ତା ଗାଁ ପାସେଞ୍ଜର। ଧୁମ୍ ଧୁମ୍ ଛେଚିଦେଲା କଳାହାଣ୍ଡିଆ ବାଦଲ। ରେଳ ଧାରଣାରେ ଅଣ୍ଟେ ଅଣ୍ଟେ ପାଣି। ଟ୍ରେନ୍ ଆସୁନାହିଁ। ମୁଣ୍ଡରେ ତାର ଅସୁମାରୀ ଚିନ୍ତା। କେମିତି ଯିବ? ଗାଁ ତାର 3 କୋଶ ବାଟ। ସଞ୍ଜ ଯାଇ ରାତି ବଢ଼ିଲାଣି। ସନ ସନ ନୀରବତା ଷ୍ଟେସନଟା ସାରା। ପ୍ଲାଟଫର୍ମର ବତି କିଏ ଜଳୁଥିଲା, କିଏ ଲିଭୁଥିଲା। ଅଟୋବାଲା ଟୋକାଟିଏ ଡେଙ୍ଗା ତାଳଗଛ ପରି ଗହଳ ନିଶ ଦାଢ଼ି। ମୃଦୁ ହସି କହିଲା, ଭଉଣୀ, କାହିଁକି ଅପେକ୍ଷା କରିଛ? ଟ୍ରେନ୍ ଆଉ ଆସିବାର ନାହିଁ। ତୁମକୁ ମୁଁ ଛାଡ଼ିଦେବି ତୁମ ଘରେ। ନିର୍ଭୟରେ ବସ ମୋ ଅଟୋରେ। ମୁଣ୍ଡ ତାର ଝାଇଁ ମାରିନେଲା। ଜଣେ ହେଲେ ପାସେଞ୍ଜର ନାହିଁ। ଅଜଣା ଅଚିହ୍ନା ଅଟୋବାଲା। ଗାଁ ବାଟ ତାର ଅନ୍ଧାରିଆ। ବାଁ ପଟ ପ୍ଲାଟଫର୍ମ ଏକାନ୍ତ କୋଣରୁ ଠାରୁଥିଲା ମଦୁଆଟେ ଅଧା ଢଙ୍କା ମୁହଁ। ଦେହରେ ତାର ହୁତୁ ହୁତୁ କାମନାର ନିଆଁ। ତା ଉଛୁଳା ଯୌବନ ତାକୁ ଦଂଶୁଥିଲା କାଳସର୍ପ ପରି। ସମୟ ଲାଗୁଥିଲା ଭାରି ଭୟଙ୍କର। ଅନନ୍ୟୋପାୟ ଝିଅ। ମୁଣ୍ଡିଆଟେ ମାରି ଗାଁ ଦେବତାଙ୍କୁ ଯାଇ ବସିଲା ଅଟୋରେ। ଅଟୋ ବଢ଼ିଲା ଆଗକୁ ଆଗକୁ। ଝିଅଟିର ଘର ଦିଶେ ପାଖକୁ ପାଖକୁ। ବର୍ଷା ଛାଡ଼ିଗଲା। ଆକାଶରେ ତୋଫା ଜହ୍ନର ଆଲୁଅ। ଆଖିରେ ତାର ଖୁସିର ଲହରୀ। ଗଲାବେଳେ କହିଗଲା ଅଟୋବାଲା, ଆସୁଛି ଭଉଣୀ। ଗାଁ ମୋର ଖଣ୍ଡେ ଦୂର ବାଟ। ଭଉଣୀ ସେଇଦିନୁ ଚାହିଁ ବସେ ଭାଇର ବାଟକୁ। ଭାଇ ବି କରିନାହିଁ ହେଳା। ପହଞ୍ଚି ଯାଉଛି ଭଉଣୀ ଘରେ ପ୍ରତି ରାକ୍ଷୀ ପୂର୍ଣ୍ଣିମାକୁ। କେତେ ସୁନ୍ଦର କବିତାଟି। ସାମାଜିକ କଥାକୁ ନେଇ କବି କେତେ ସୁନ୍ଦର କବିତାଟି ଆଙ୍କି ଦେଇଛନ୍ତି ତାଙ୍କ କଲମରୁ। ଆପଣମାନଙ୍କୁ ନିଶ୍ଚିତ ଭଲ ଲାଗିଥିବ ମୁଁ ଆଶା କରୁଛି। ଆଉ ଯଦି ଭଲ ଲାଗିଲା ତାହେଲେ କ'ଣ କରିବେ ତ ଜାଣିଛନ୍ତି, ଭିଡ଼ିଓ ଟିକେ ଲାଇକ୍ କରିବେ, ଅନ୍ୟମାନଙ୍କ ସହିତ ସେୟାର କରିବେ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥିବେ। ତାହେଲେ ରହୁଛି, ଆସିବି ଆଉ ଗୋଟେ କବିତା ନେଇ ଆପଣମାନଙ୍କ ପାଖକୁ। ଯଦି କିଛି ଦୋଷ ତ୍ରୁଟି ରହିଗଲା ଉପସ୍ଥାପନାରେ କ୍ଷମା କରିବେ ଅନାମିକାକୁ। ରହୁଛି, ନମସ୍କାର।